ତାହା ସହିତ ସମ୍ପର୍କିତ ହେବା। ଏପରି କିଛି ଜିନିଷ ଅଛି ଯାହାକୁ ଧରି ହୁଏ ନା, ଚିନ୍ତାରେ ବି ଧରି ହୁଏ ନା, କିନ୍ତୁ ତାହା ଅଛି। ତୁମେ ତାକୁ ଯେଉଁ ନାମ ଦିଅ ନା କାହିଁକି ସେଥିରେ କିଛି ଯାଏ ଆସେ ନାହିଁ। ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାହା ଅଛି। ତେଣୁ ଗୋଟିଏ କଥା କରିବାକୁ ଅଛି, ତାହା ହେଲା ତାହାରି ସଙ୍ଗେ ସମ୍ପର୍କିତ ହେବା। ସେଇ ତାକୁ କିଛି ନାମ ଦେବାରେ କିମ୍ବା ବର୍ଣ୍ଣନା କରିବାରେ କିଛି ଲାଭ ନାହିଁ। ତାହାରି ସଂସ୍ପର୍ଶରେ ଆସିବାକୁ, ତାହାରି ଉପରେ ମନୋନିବେଶ କରିବାକୁ, ତାକୁ ହିଁ ବଞ୍ଚିବାକୁ, ସେହି ବାସ୍ତବ ସତ୍ୟକୁ ବଞ୍ଚିବାକୁ ଚେଷ୍ଟା କରିବା ଉଚିତ। ଏବଂ ତାହା ସମ୍ପର୍କରେ ତୁମର ଅଭିଜ୍ଞତା ହେଲା ପରେ ତୁମେ ତାକୁ ଯେଉଁ ନାମ ଦିଅ ସେଥିରେ କିଛି ଯାଏ ଆସେ ନାହିଁ। ଅଭିଜ୍ଞତାର ହିଁ ଯାହା କିଛି ମୂଲ୍ୟ ଅଛି। କେହି ଯେତେବେଳେ ତାହାର ଅଭିଜ୍ଞତାକୁ ଏକ ନିର୍ଦ୍ଦିଷ୍ଟ ବାକ୍ୟରେ ପ୍ରକାଶ କରେ, ଯଦି ସେ ତାକୁ ଏକ ସଂକୀର୍ଣ୍ଣ ଅର୍ଥରେ ପ୍ରକାଶ କରେ, ସେହି ପ୍ରକାଶ ଏତେ ଅବରୁଦ୍ଧ ହୋଇଥାଏ ଯେ ସେହି ସୂତ୍ର ଛଡ଼ା ଜଣେ ଆଉ କିଛି ପାଏ ନାହିଁ। ଏହା ଏକ କ୍ଷୁଦ୍ରତା। ସମସ୍ତ ସମ୍ଭାବ୍ୟ ପଥରେ ଜଣେ ସେହି ସତ୍ୟକୁ ପାଇବା ପାଇଁ ବା ବଞ୍ଚିବା ପାଇଁ ଜଣେ ସବୁ ପ୍ରକାର ସମ୍ଭାବ୍ୟ ପଥରେ ଗତି କରିବା ଉଚିତ। ସବୁକିଛି ଘଟଣାରେ, ସବୁକିଛି ସଂଘଟନରେ ତୁମେ ତାକୁ ହିଁ ନେଇ ବଞ୍ଚିବା ଉଚିତ। କାରଣ ତାହା ହିଁ ଯଥାର୍ଥ ସତ୍ୟ, ତାହା ହିଁ ପରମ ମଙ୍ଗଳ, ତାହା ହିଁ ସର୍ବଶକ୍ତିମାନ, ତାହା ହିଁ ସର୍ବଜ୍ଞତା, ତାହା ହିଁ। ହଁ, ଜଣେ ତାକୁ ହିଁ ବଞ୍ଚିପାରେ, କିନ୍ତୁ ଜଣେ ସେ କଥା ବର୍ଣ୍ଣନା କରିପାରିବ ନାହିଁ। ଜଣେ ଯଦି କିଛି କହେ, ତେବେ ତା କହିବାର ବିଶେଷ କିଛି ଗୁରୁତ୍ୱ ନାହିଁ। ତାହା ସହିତ ସମ୍ପର୍କିତ ହେବା। 2. ଗୋଟିଏ ଶ୍ରେଣୀର ଦାର୍ଶନିକ ଅଛନ୍ତି ଏବଂ ଲୋକ ବି ଅଛନ୍ତି ଯେଉଁମାନେ ଈଶ୍ୱର ସମ୍ବନ୍ଧୀୟ ସାଧାରଣ ଯେଉଁ ଧାରଣା ରହିଛି ତା ସ୍ଥାନରେ ଏକ ନୈବର୍ତ୍ତିକ ପରମର ଧାରଣା ଦିଅନ୍ତି। କେହି ବା କହନ୍ତି ସେ ହେଉଛନ୍ତି ପରମ ସତ୍ୟ, କେହି ବା କହନ୍ତି ସେ ପରମ ନ୍ୟାୟ ବିଧାତା, ଆଉ କେତେକଙ୍କ ମତ ଯେ ସେ ହେଉଛନ୍ତି ଏକ ଚିରନ୍ତନ ଗତିଶୀଳତାର ଗତି। କିନ୍ତୁ ଯାହାର ତାଙ୍କ ସଙ୍ଗେ ଏକାତ୍ମ ହେବାର କ୍ଷମତା ରହିଛି ତା ପାଇଁ ଏହି ସବୁ ମତବାଦର ବିଶେଷ କିଛି ଗୁରୁତ୍ୱ ନାହିଁ। ଜଣେ ଏକ ବିରାଟ ଦର୍ଶନ ଗ୍ରନ୍ଥ ପଢ଼ି ଶେଷ କରିଦେଇପାରେ, କିନ୍ତୁ ଗୋଟିଏ ପାଦ ଅଗ୍ରସର ନ ହୋଇଥାଇପାରେ। ସେତେବେଳେ ବେଳେବେଳେ ଜଣେ ଗୋଟିଏ ଧର୍ମ ସମ୍ପ୍ରଦାୟର ପ୍ରଗାଢ଼ ଅନୁରକ୍ତ ହୋଇପାରେ, କିନ୍ତୁ ଏ ଦିଗରେ କୌଣସି ଅଗ୍ରଗତି ନ ହୋଇପାରେ। ଏପରି ଲୋକ ଅଛନ୍ତି ଯେଉଁମାନେ ସାରା ଜୀବନ ଧ୍ୟାନ ଧାରଣାରେ କଟାଇ ଦେଇଛନ୍ତି କିନ୍ତୁ କିଛି ପାଇନାହାନ୍ତି। ଏପରି କିନ୍ତୁ ଲୋକ ଅଛନ୍ତି ଖୁବ୍ ଜଣାଶୁଣା ସେମାନେ, ଯେଉଁମାନେ ଅତି ସାଧାରଣ ଶାରୀରିକ ଶ୍ରମ କରି ବଞ୍ଚୁଥାନ୍ତି। ହୁଏତ ପୁରୁଣା ଜୋତା ମରାମତ କରୁଥିବା ସେ ଜଣେ ମୋଚି, କିନ୍ତୁ ତାଙ୍କର ସେ ଅଭିଜ୍ଞତା ହୋଇଯାଇଛି। ଜଣେ ଏ ବିଷୟରେ ଯାହା ଚିନ୍ତା କରେ ବା କହେ ତାହାଠାରୁ ଏହି ବାସ୍ତବ ଅଭିଜ୍ଞତା ବହୁ ଦୂରରେ। କହିବାକୁ ଗଲେ ଏହା ଏକ କୃପା, ଆଉ କିଛି ନୁହେଁ। ସୁତରାଂ ଯାହା କିଛି ଆବଶ୍ୟକ ତାହା ହେଲା ତାଙ୍କ ସଙ୍ଗେ ଏକାତ୍ମ ହେବାରେ ସଫଳ ହେବା ଏବଂ ତାଙ୍କୁ ହିଁ ନେଇ ବଞ୍ଚିବା। ତାହା ସହିତ ସମ୍ପର୍କିତ ହେବା। 3. ଗୋଟିଏ କଥା ହେଉଛି ଗୁରୁତ୍ୱପୂର୍ଣ୍ଣ, ତାହା ହେଲା ତାଙ୍କ ସହିତ ଏକାତ୍ମ ହେବା ଲାଗି ଏକ ନିଷ୍ଠାପର ଓ ନିରବଚ୍ଛିନ୍ନ ସଂକଳ୍ପ। କାରଣ ଏଭଳି କଥା ସବୁ ଆଖି ପିଛୁଳାକେ ଘଟିଯାଏ ନାହିଁ। ତେଣୁ ଏଥିପାଇଁ ଅଧ୍ୟବସାୟ କରିବା ଉଚିତ। ଜଣେ ଯେତେବେଳେ ଅନୁଭବ କରିବ ଯେ ସେ କିଛି ଅଗ୍ରଗତି କରୁନାହିଁ, ସେତେବେଳେ ସେ ହତାଶ ହେବା ଉଚିତ ନୁହେଁ। ତା ପ୍ରକୃତି ଭିତରେ ଏପରି କ'ଣ ଅଛି ଯାହାକି ତାର ଅଗ୍ରଗତିରେ ବାଧା ଦେଉଛି, ତାକୁ ଖୋଜି ବାହାର କରିବା ଉଚିତ। ତାପରେ ଯାଇ ତୁମର ଅଗ୍ରଗତି ସମ୍ଭବ ହେବ। ହଠାତ୍ ଦେଖିବ ଯେ ତୁମେ ଆଗକୁ ଗତି କଲଣି। ଯେତେବେଳେ ତୁମେ ଶେଷରେ ପହଞ୍ଚିବ, ସେତେବେଳେ ତୁମର ଏକ ଅନୁଭୂତି ଲାଭ ହେବ। ଏ ସମ୍ପର୍କରେ ଉଲ୍ଲେଖନୀୟ କଥା ହେଉଛି, ଯେଉଁମାନେ ସମ୍ପୂର୍ଣ୍ଣ ବିଭିନ୍ନ ପନ୍ଥାରେ ଗତି କରୁଥାନ୍ତି ଏବଂ ଯେଉଁମାନଙ୍କର ମାନସିକ ଗଠନ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ, ଏପରିକି ମହା ଆସ୍ତିକଠାରୁ ଆରମ୍ଭ କରି ମହା ନାସ୍ତିକ ପର୍ଯ୍ୟନ୍ତ, ଏପରିକି ବସ୍ତୁବାଦୀମାନେ ବି ଆମେ ଯେଉଁ ଅଭିଜ୍ଞତାର କଥା କହୁଛୁ ତାହା ପାଇଯାଇଛନ୍ତି। ସମସ୍ତଙ୍କ ପାଇଁ ସେ ଗୋଟିଏ ଉପଲବ୍ଧି, କାରଣ ଏହା ସତ୍ୟ, କାରଣ ଏହା ହିଁ ବାସ୍ତବ, କାରଣ ଏହା ହିଁ ଏକମାତ୍ର ବାସ୍ତବତା ଏବଂ ଖୁବ୍ ସରଳ ଭାବରେ ଏହା ହିଁ ହେଉଛି ସେଇ। ମୁଁ ଆଉ ଅଧିକା କଥା କହୁନାହିଁ। କିଏ କେଉଁ ବାଟରେ କହୁଛି ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଲା ପ୍ରକୃତ ପଥ ଅନୁସରଣ କରିବା। ସେଠିକି ଯିବା ପାଇଁ ତୁମରି ବାଟରେ ତୁମେ ଚାଲ, ସେ କେଉଁ ବାଟ ସେଥିରେ କିଛି ଯାଏ ଆସେ ନାହିଁ। ବନ୍ଦେ ମାତରମ୍।